ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଆମ ପରିବାର ତରଫରୁ। ଆଜି ସକାଳୁ ଉଠିଲା ବେଳକୁ ସମସ୍ତେ ପିଣ୍ଡାରେ ବସି ପଡ଼ୁଛନ୍ତି। ମୁଁ ବି ଟିକେ ଯାଇ ଟିକେ ତାଙ୍କ ସହିତ ଯୋଗ ଦେଇଥିଲି। ଖାଲି ଆଜି ନୁହେଁ, ସକାଳୁ ଉଠିଲା ପରେ ପିଣ୍ଡାରେ ଟିକେ ବସି ଗପସପ ନ କଲେ ଦିନ ହିଁ କାହାର ଆରମ୍ଭ ହୁଏନି। ଆଉ ଆଜି ଆକାଶ ଟିକେ ଅଧିକ ହିଁ ସୁନ୍ଦର ଦେଖାଯାଉଛି, ଦେଖୁନାହାନ୍ତି। ମୁଁ ଆଜି ଟିକେ କ୍ୟାମେରାଟା ଆକାଶ ଆଡ଼କୁ ବୁଲେଇ ଦେଲା ବେଳକୁ ସେ ତ ବହୁତ ସୁନ୍ଦର ଲାଗୁଥିଲା। ଆଉ ମୁଁ ତାର କିଛି ଫଟୋ ବି ଉଠେଇଦେଲି। ଗାଁରେ ଯେଉଁମାନେ ରହୁଛନ୍ତି, ଗାଁର ମଜା ସେଇମାନେ ହିଁ ଜାଣିଛନ୍ତି। ଯେଉଁମାନେ ଟାଉନରେ ରହୁଛନ୍ତି, ସକାଳୁ ଉଠିଲା ବେଳକୁ ସେଇ ଗାଡ଼ି ଘୁଁ ଘାଁ ସାଉଣ୍ଡ ହିଁ ଶୁଣିବାକୁ ପଡ଼େ। କିନ୍ତୁ ଗାଁରେ ଉଠିଲା ପରେ ପୁରା ନେଚର ସାଉଣ୍ଡ ହିଁ ଶୁଣିବାକୁ ପଡ଼େ। ଆଜି ଯେହେତୁ ମୋ ଜେଜେଙ୍କ ଶ୍ରାଦ୍ଧ, ସକାଳୁ ସକାଳୁ ଗାଧେଇ ପାଧେଇ ପଡ଼ିଥିଲୁ ସମସ୍ତେ। ଆଉ ମୁଁ ଏଠି ଗ୍ୟାସରେ ବସାଇ ଦେଇଥିଲି ଡାଲମା। ଡାଲମା ପୁରା ଗବ ଗବ ହେଇ ଫୁଟୁଥିଲା। ତ ଡାଲମା ହେଇସାରିଲା ପରେ ମୁଁ ଏଠି ଖଟା ବସାଇବା ପାଇଁ ମସଲାକୁ କଷିଦେଲି, ଓଉ ପକାଇଦେଲି। ଘରେ ଓଉ ଥାଉ ଥାଉ ଅଲଗା ଖଟା କ'ଣ ପାଇଁ କରିବା? ବୋଉ କହୁଥିଲା ଆମ୍ବୁଲ ଖଟା କରିବାକୁ। ମୁଁ କହିଲି ନାଇଁ ନାଇଁ, ଓଉ ହେବ। ଏଠି ଡାଲମା ପାଇଁ ଛୁଙ୍କ ପ୍ରସ୍ତୁତ କରିଦେଉଛି। ମୁଁ ଏମିତି ହିଁ ଛୁଙ୍କ ଦିଏ, ଆଉ ଯେଉଁଟାକି ବହୁତ ଟେଷ୍ଟି ଥାଏ। ମୋ ବାପାଙ୍କୁ ତ ବହୁତ ପସନ୍ଦ, କାହିଁକିନା ମୁଁ ଯେତେବେଳେ ଛୁଙ୍କ କରିଦିଏ ସେ ଜାଣିଦିଅନ୍ତି। ଆଉ ଛୁଙ୍କ କରିସାରିଲା ପରେ ମୁଁ ମେଥି ପତ୍ର ପକାଇଦେଲି। ଆଉ ଘରେ ଯେହେତୁ କିଛି ମହମବତୀ ଭାଙ୍ଗି ଯାଇଥିଲା, କିଛି ମାନେ 2ଟା ମହମବତୀ ଭାଙ୍ଗିଥିଲା, ତାକୁ ମୁଁ ତରଳେଇକି ସୋରିଷ ତେଲ ପକାଇକି ଦୀପରେ ପୁରେଇ ଦେଲି। ହୋମମେଡ଼ ହେଇଗଲା। ଆଉ ଏଠି ଭାତ, କ୍ଷୀରି, ତରକାରୀ, ଡାଲମା, ଖଟା ସବୁ ହେଇଥିଲା। ଆଉ ଯେହେତୁ ପିଣ୍ଡ ସରିଲା ପରେ ଆମେ ଖାଇବୁ, ପିଣ୍ଡ ପଡ଼ିଲା ବେଳକୁ 1-2ଟା ପାଖାପାଖି ହେଇଥିଲା। ସକାଳୁ ଆମେ କିଛି ବି ଖାଇନଥିଲୁ। ଏତେ ଜୋରସେ ଆମକୁ ଭୋକ କରୁଥାଏ କି ଆମେ 2 ମିନିଟରେ ହିଁ ପତ୍ର ସଫା କରିଦେଲୁ। ଆମେ ଯେତେ ସ୍ପିଡ଼ରେ ଖାଉଥାଉ, ବୋଉର କ'ଣ ଦବାରେ କମ୍ ଥାଏ କି? ପେଟ ଶାନ୍ତି କରିବା ପରେ ଆଖି ଖୋଜୁଥିଲା ନିଘୋଡ଼ ନିଦ, କିନ୍ତୁ ଶୋଇପଡ଼ିଲେ ବହୁତ ସାରା କାମ ମାରା ହେଇଯିବ। ରାତି ପାଇଁ କ'ଣ ସବୁ ପ୍ରିପାରେସନ୍ କରିଥିଲେ ଆପଣମାନେ ଦେଖିବେ ନେକ୍ସଟ ମିନି ବ୍ଲଗ୍ରେ। ଲାଇକ୍ ସେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।